এই শুভ বছর মধ্যে লালমোহন বীর ঋତିକା ବର୍ଦ୍ଧନ ପ୍ରଭୁଙ୍କ ସମ୍ମୁଖରେ ପ୍ରଭୁଙ୍କ ଲୋକମାନଙ୍କ ସମ୍ମୁଖରେ ଏହି ପବିତ୍ର ମନ୍ଦିରରେ ପ୍ରତିଜ୍ଞା କରି ପରସ୍ପରକୁ ସ୍ୱାମୀ ଉଦ୍ଧାର ଗ୍ରହଣ କରିଅଛନ୍ତି। ବିବାହର ଚିହ୍ନ ସ୍ୱରୂପେ ଏ ମୁଦ୍ରିକା ଆଦାନ ପ୍ରଦାନ କରିବେ। ଆସନ୍ତୁ ମୁଦ୍ରିକା ପ୍ରାର୍ଥନା କରିବା। ସ୍ୱର୍ଗବାସୀ ପବିତ୍ର ପ୍ରଭୁ, ତୁମରି ମହତ୍ ନାମର ଧନ୍ୟବାଦ ପ୍ରଶଂସା ଗୌରବ କରୁଅଛୁ। ତୁମରି ସଂକଳ୍ପ ତୁମ ଯୋଜନା ଅନୁସାରେ ଲାଲମୋହନ ବୀର ঋতিকা ବର୍ଦ୍ଧନ ତୁମ ସମ୍ମୁଖରେ ତୁମ ଲୋକମାନଙ୍କ ସମ୍ମୁଖରେ ତୁମରି ପବିତ୍ର ମନ୍ଦିରରେ ପ୍ରତିଜ୍ଞା କରି ପରସ୍ପରକୁ ସ୍ୱାମୀ ଭାବରେ ଗ୍ରହଣ କରିଅଛନ୍ତି। ଯେଉଁ ସମସ୍ତ ପ୍ରତିଜ୍ଞା କରିଅଛନ୍ତି ସମସ୍ତ ପ୍ରତିଜ୍ଞା ଜୀବନ ଶେଷ ପର୍ଯ୍ୟନ୍ତ ପ୍ରତିପାଳନ କରିବେ ଏପରି ଅନୁଗ୍ରହ କର। ଏମାନଙ୍କର ଦାମ୍ପତ୍ୟ ଜୀବନରେ ତୁମକୁ ଭୟ କରିବେ, ତୁମର ସେବା କରିବେ, ତୁମର ଅନ୍ୱେଷଣ କରିବେ ଏପରି ଅନୁଗ୍ରହ କର। ଜଗତ ମଧ୍ୟରେ ମନ୍ଦ ପ୍ରଲୋଭନ ଶୈତାନର ସମସ୍ତ ଦୁର୍ଚିତାରୁ ରକ୍ଷା କର। ଯାବତ ଜୀବନ ତୁମ ଛାତରେ ବସ୍ତି କରି ତୁମର ସେବା କରି ତୁମର ଗୌରବ କରି ତୁମଠାରୁ ଧନଜନ ଅନବସ୍ତ ପ୍ରାପ୍ତ ହେବେ ଅନୁଗ୍ରହ କର। ଏକ ମନ ଏକ ଭାବାପରେ ଜୀବନ କାଟକୁ ସାହାଯ୍ୟ କର। ନିଶ୍ଚୟ ମଙ୍ଗଳ ଦୟା ଏମାନଙ୍କ ଜୀବନ ଶେଷ ଯାଏ ଏମାନଙ୍କ ଏହି ସମୟରେ ବିବାହର ଚିହ୍ନ ସ୍ୱରୂପେ ମୁଦ୍ରିକା ଆଦାନ ପ୍ରଦାନ କରିବେ। ପ୍ରଚୁର ଭାବରେ ଆଶୀର୍ବାଦ କର। ମହିମା ଗୌରବ କେବଳ ତୁମେ ମା ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ମୁଁ ତୁମକୁ ମୋର ଭାର୍ଯ୍ୟା ସ୍ୱରୂପେ ଗ୍ରହଣ କରିଥିବାରୁ ବିବାହର ଚିହ୍ନ ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ମାଉଥ କାଟ ଭାଇନା, ତମେ ମାଉଥ କାଟ ଭାଇନା, ତମେ ଟିକେ ଦେଖ ଆଡେ ଦେଖ ଇଆଡ଼େ ଦେଖନ୍ତୁ। ମୁଁ ତୁମକୁ ମୋର ସ୍ୱାମୀ ସ୍ୱରୂପେ ଗ୍ରହଣ କରିଥିବାରୁ ବିବାହର ଚିହ୍ନ ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ଟିକେ ଦେଖ ଇଆଡ଼େ ଆଜ୍ଞା ଗୋଟେ ମିନିଟ୍ ସେମ୍ ଅଛି ଯୋଉଟା ଟିକେ ଗୋଟେ ମିନିଟ୍ ଆଜ୍ଞା ଦେଖ ଆଖି ପଡ଼ିଯାଇଛି। ଏହି ସମୟରେ ଅନୁରୋଧ କରି ବର ମାସ କନ୍ୟାଙ୍କର ଓଢ଼ଣୀକୁ ଧୀରେ 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 ଆସ୍ତେ ଆସ୍ତେ ଉପରକୁ ଉଠେଇବେ। ଆମେ ସବୁ ବିଷୟ ବଡ଼ତା ଦେଇ ସ୍ୱାଗତ ଜଣାଇବା। ଦେଖନ୍ତୁ ଟିକେ ବୁଲା ଟିକେ ବୁଲା ଇଆଡ଼େ ମୋ କରିବା ପାଇଁ ଇଆଡ଼େ ଦେଖ ତଳକୁ ଧର ହାତ ତଳକୁ ଏପଟେ ଦେଖ ଇଆଡ଼େ ଦେଖନ୍ତୁ। ଅନୁରୋଧ କରି ବର ମାଳ ପକେଇବେ। ଆମେ ପକେଇକି ଦେଖ ଇଆଡ଼େ ଦେଖ ଦିଲ ଧର ଆଡ଼େ ଦେଖ ଧରିକି ଦେଖ ହାତ ଧର ଇଆଡ଼େ ଦେଖ ତମେ ଇଆଡ଼େ ଦେଖ ଧରିକି ଆଣେ ଦେଖ ଧରିକି ଦେଖ ଆଖି ବନ୍ଦ ଯାଉଛୁ। ଗାଁ ଲୋକ ଈଶ୍ୱର ଯେଉଁମାନଙ୍କୁ ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ସେମାନଙ୍କୁ ବିଭିନ୍ନ ଲୋକରୁ ଏହି ଦୁଇଜଣ ଶ୍ରୀମାନ ଲାଲମୋହନ ବୀର
এবং শ্রীমতী ঋত্বিকা বর্ধন পবিত্র প্রণଶ୍চে আবদ্ধ নিমন্তে এই সভা সেক্ষেত্রে ঈশ্বরଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଛନ୍ତି ଓ ସ୍ୱୀକୃତି ହୋଇଛନ୍ତି ପୁଣି ପରସ୍ପର ବିବାହର ଚିହ୍ନ ଦେଇ ନିଜ ନିଜ ସମ୍ମତି ପ୍ରକାଶ କରିଛନ୍ତି। ଅତଏବ ମୁଁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ରାଷ୍ଟ୍ରୀୟ ବିଧି ଅନୁସାରେ ସର୍ବ ସମ୍ମୁଖରେ ସ୍ୱାମୀ ଓ ଭାର୍ଯ୍ୟ ବୋଲି ସ୍ୱୀକାର ପ୍ରକାଶ କରୁଅଛି। ଏହି ସମୟରେ ବରକନ୍ୟା ଆଣ୍ଠୁ ପକାଇବେ। ମୁଁ ଅନୁରୋଧ କରିବି ସ୍ଥାନୀୟ ମଣ୍ଡଳ ପାଳକ ଏବଂ ନୂଆପଡ଼ ଖେଳିଗଡ଼ ମଣ୍ଡଳ କୀର୍ତ୍ତନ ଦୟାକରି ସ୍ଥାନକୁ ଆସି ବିଭିନ୍ନ ପ୍ରାର୍ଥନା ଉଚ୍ଚାରଣ କରିବେ। স্বর্গস্থ পিতা তোমার ধন্যবাদ করছো, তোমার প্রশংসা করছো, তোমার গৌরব করছো রাজা। তোমার যোজনা, তোমার সংকল্প মহান প্রভু। এই পুଅ ଝିଅଙ୍କ ପାଇଁ ତୁମେ ଯେଉଁ ଯୋଜନା ରଖିଥିଲ, ଯେଉଁ ସଂକଳ୍ପ ରଖିଥିଲ, ତୁମେ ପରିପ୍ରକାଶ କର। ଆଜି ବିବାହ ବନ୍ଧନରେ ସର୍ବ ସମ୍ମୁଖରେ ଆବଦ୍ଧ ହେବା ପାଇଁ ତୁମ ଉପସ୍ଥିତିରେ ତୁମେ ସମସ୍ତ କାର୍ଯ୍ୟ କରିଥିବାରୁ ତୁମର ଧନ୍ୟବାଦ କରୁଛୁ ପ୍ରଭୁ। ଆଜି ଦିନଠାରୁ এই স্বামী স্ত্রী এক হয়ে তোমার এখানে নির্ভর করিবে, বিশ্বাস করিবে, ভক্তির সহিত জীবন কাটিবে। আজি এমানଙ୍କର ଜୀବନର ଶେଷ ସଂଧ୍ୟା ପର୍ଯ୍ୟନ୍ତ ଏମାନେ କେବଳ ତୁମକୁ ଭୟ ଭକ୍ତିର ସହିତ ଜୀବନ କାଟି ତୁମ ରାଜ୍ୟ ପାଇଁ ପ୍ରସ୍ତୁତ ହେବେ। ଏମାନଙ୍କୁ এই জগତର ସମସ୍ତ ଆଶୀର୍ବାଦରେ ଆଶୀର୍ବାଦ କର ପ୍ରଭୁ। ତୁମରି ସ୍ୱର୍ଗୀୟ ପୁରସ୍କାର ପ୍ରଦାନ କର। ଏମାନଙ୍କୁ ଦିନକୁ ଦିନ ବର୍ଦ୍ଧିଷ୍ଣୁ କର। ଏମାନଙ୍କ ଦ୍ୱାରା ଅନେକ ଯେପରି ତୁମରି ପରିତ୍ରାଣର ପରିଚୟ ପାଇବେ। ଉଭୟ ସ୍ୱାମୀ ସ୍ତ୍ରୀ ଏକ ଆରେକକୁ ସମ୍ମାନ ଦେବେ, ଏକ ଆରେକର ସମସ୍ତ ବିଷୟକୁ ବୁଝିବେ, ଏକ ଆରେକ ପ୍ରେମରେ, ଆନନ୍ଦରେ, ଶାନ୍ତିରେ, ଏକତାରେ ଜୀବନ କାଟି ତୁମ ରାଜ୍ୟ ପାଇଁ ପ୍ରସ୍ତୁତ ହେବେ। ଅନୁଗ୍ରହ କର। সকল গৌরব মহিমা তুমি পাও। এই সমস্ত প্রার্থনা তুমি শুনিଥିବାରୁ ধন্যবাদ দেই ପ୍ରାଣକର୍ତ୍ତା ମୁକ୍ତିଦାତା ପରମେଶ୍ୱର ଯୀଶୁଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗିଲୁ ବାପା, ଆମେନ୍। পবিত্র মঙ্গলময় সদা প্রভু তোমার পবিত্র নামে ধন্যবাদ করছি, গৌরব করছি।